ପୁତ୍ରଙ୍କ ବିବାହ ଉତ୍ସବ ଆୟୋଜନ କଲେ। ଆଉ ସେଇ ଉତ୍ସବକୁ ନିମନ୍ତ୍ରଣ ଲୋକମାନଙ୍କୁ ଆହ୍ୱାନ କରିବା ନିମନ୍ତେ ସେ ଆପଣା ଦାସମାନଙ୍କୁ ପ୍ରେରଣ କଲେ, କିନ୍ତୁ ସେମାନେ ଆସିବାକୁ ଇଚ୍ଛା କଲେ ନାହିଁ। ପୁନର୍ବାର ସେ ଅନ୍ୟ ଦାସମାନଙ୍କୁ ପ୍ରେରଣ କରି କହିଲେ, ନିମନ୍ତ୍ରିତ ଲୋକମାନଙ୍କୁ କୁହ, ଦେଖ ଆମ୍ଭେ ଆପଣା ଭୋଜ ପ୍ରସ୍ତୁତ କରିଅଛୁ, ଆମର ବୃଷ ଓ ହୃଷ୍ଟପୃଷ୍ଟ ପଶୁ ଗୁଡାକ ମରାଯାଇଅଛି। ମାତ୍ର ହଁ ପ୍ରସ୍ତୁତ, ଆପଣମାନେ ବିବାହ ଉତ୍ସବକୁ ଆସନ୍ତୁ। କିନ୍ତୁ ସେମାନେ ତାହା ଲଘୁ ଜ୍ଞାନ କରି କେହି କେହି ଆପଣା କ୍ଷେତକୁ ଆଉ କେହି କେହି ଆପଣା ବାଣିଜ୍ୟ ବ୍ୟବସାୟକୁ ଚାଲିଗଲେ। ଆଉ ଅବଶିଷ୍ଟ ଲୋକେ ତାଙ୍କ ଦାସମାନଙ୍କୁ ଧରି ଅତ୍ୟାଚାର କଲେ ଓ ବୋଧ କଲେ। କିନ୍ତୁ ରାଜା କ୍ରୋଧାନ୍ୱିତ ହୋଇ ଆପଣା ସୈନ୍ୟମାନଙ୍କୁ ପ୍ରେରଣ କରି ସେହି ହତ୍ୟାକାରୀମାନଙ୍କୁ ବିନାଶ କଲେ ଏବଂ ସେମାନଙ୍କର ନଗର ଭସ୍ମସାତ କଲେ। ସେଥିରେ ସେ ଆପଣା ଦାସମାନଙ୍କୁ କହିଲେ, ବିବାହ ଭୋଜି ତ ପ୍ରସ୍ତୁତ, ମାତ୍ର ନିମନ୍ତ୍ରିତ ଲୋକମାନେ ଅଯୋଗ୍ୟ। ଏଣୁ ତୁମେମାନେ ରାଜଦଣ୍ଡ ଗୁଡ଼ିକରେ ଓ ଛକ ଛକରେ ଯେତେ ଲୋକଙ୍କର ଦେଖା ପାଅ, ସେମାନଙ୍କୁ ବିବାହ ଉତ୍ସବକୁ ନିମନ୍ତ୍ରଣ କର। ସେଥିରେ ସେହି ଦାସମାନେ ରାଜଦଣ୍ଡ ଗୁଡ଼ିକରେ ବାହାରି ଯାଇ କ୍ଷୁଦ୍ର ଓ ଦୁଷ୍ଟ ଓ ସନ୍ତ୍ର ଯେତେ ଲୋକଙ୍କୁ ଦେଖା ପାଇଲେ, ସେ ସମସ୍ତଙ୍କୁ ସଂଗ୍ରହ କରି ଆଣିଲେ। ଆଉ ଅଭ୍ୟାଗତ ଲୋକମାନଙ୍କ ଦ୍ୱାରା ବିବାହ ଗୃହ ପରିପୂର୍ଣ୍ଣ ହେଲା। କିନ୍ତୁ ରାଜା ଅଭ୍ୟାଗତ ମାନଙ୍କୁ ଦେଖିବା ପାଇଁ ଭିତରକୁ ଆସି ସେଠାରେ ବିବାହ ବସ୍ତ୍ର ପରିଧାନ କରିନଥିବାର ଜଣେ ଲୋକଙ୍କୁ ଦେଖି ତାହାକୁ କହିଲେ, ହେ ବନ୍ଧୁ, ହେ ବନ୍ଧୁ, ତୁମେ ବିବାହ ବସ୍ତ୍ର ପରିଧାନ ନ କରି କିପରି ଏ ସ୍ଥାନକୁ ଆସିଲ? ମାତ୍ର ସେ ନିରୁତ୍ତର ହୋଇ କହିଲା। ସେଥିରେ ରାଜା ପରିଚାରକ ମାନଙ୍କୁ କହିଲେ, ଏହାର ହାତ ଗୋଡ଼ ବାନ୍ଧି ଏହାକୁ ବାହାରେ ଅନ୍ଧକାରରେ ପକାଇ ଦିଅ, ସେଠାରେ ରୋଦନ ଓ ଦନ୍ତର କିଳିମିଳି ହେବ। ପ୍ରେଜ୍ ଦ ଲର୍ଡ। Praise the Lord. ମୁଁ ସତରେ ବେଶୀ ଅନୁଗ୍ରହ ପାଇଛି ଆଜି, ଆଉ ଈଶ୍ୱର ମତେ ଅନୁଗ୍ରହ ଦେଲେ, ତ ସେଥିପାଇଁ ମୁଁ ବେଶୀ ବେଶୀ ଧନ୍ୟବାଦ ଦିଏ। ଆଜି ଆମେ ଯୋଉ ବାକ୍ୟ ଦେଖିଲୁ, ଏ ବାକ୍ୟ ବିଷୟରେ ଅଳ୍ପ ସମୟ ଆମେ ଚିନ୍ତା କରିବା। ମୁଁ ଆକ୍ଚୁଆଲି ମୋର ପରିଚୟ ଦେବି। ମୋର ଘର ହଉଛି ଫୁଲବାଣୀ, କିନ୍ତୁ ପ୍ରକୃତ ଘର ହଉଛି ମୋର କେଳାପଡା। ଆଉ କେଳାପଡାରୁ ସତରେ ବେଶୀ ଦିନ ହେଲା ପାଖାପାଖି ବାଲେଶ୍ୱରରେ ମୁଁ ଅଛି। ବାଲେଶ୍ୱରରେ ସେବା କାର୍ଯ୍ୟ କରୁଛି। ବାଲେଶ୍ୱରରେ ଆମର ଚର୍ଚ୍ଚ ବି ଅଛି, ମଣ୍ଡଳୀ ବି ଅଛି, ଆଉ ସେ ଜାଗାରେ ମୁଁ ସେବା କାର୍ଯ୍ୟ କରୁଛି। ସେଠି ପାଖାପାଖି ଆମମାନଙ୍କର 80-90 ଭାଇ ଭଉଣୀ ଅଛନ୍ତି, ଚର୍ଚ୍ଚ ମଧ୍ୟ ଅଛି। ତ ବାଲେଶ୍ୱରରେ ରହିକିରି ଆମମାନଙ୍କର ଯୋଉ 2-3ଟା ଜାଗାରେ ଆମେ ସେବା କାର୍ଯ୍ୟ କରୁଛୁ, ଏବେ ନୂଆ ନୂଆ ଜାଗା। କିନ୍ତୁ ଆପଣମାନେ ବି ମଧ୍ୟ ପ୍ରାର୍ଥନା କରନ୍ତୁ, ଏ ବାଲେଶ୍ୱର ଟିକେ ସେନ୍ସିଟିଭ୍ ଏରିଆ। ଆଉ ଏଠି ଲୋକମାନେ ବେଶୀ ମାନେ ଏପଟ ସେପଟ କଥାବାର୍ତ୍ତା କରନ୍ତି, ଆଉ କିଛି ଯଦି ଘଟିଯାଏ ତାହେଲେ ସିଧାସଳଖ ମାନେ ଆକ୍ରମଣ କରନ୍ତି। ଏଠି ଟିକେ ପର୍ସିକ୍ୟୁସନ ଯୋଉଟାକି ତାଡନା ବେଶୀ ପ୍ରବଳ ହଉଛି। ତ ଆପଣମାନେ ମଧ୍ୟ ପ୍ରାର୍ଥନା କରନ୍ତୁ ବାଲେଶ୍ୱର ଏରିଆ ନିମନ୍ତେ, ପ୍ରଭୁ ଯେମିତି କାର୍ଯ୍ୟ କରିବେ। ତ ମୁଁ ଯେତେବେଳେ ରହୁଛି, ବେଳେ ବେଳେ ବି ଗୋଟେ ପକ୍ଷରେ ଟିକେ ଭୟ ଲାଗୁଛି, କିନ୍ତୁ ଆଉ ଗୋଟେ ପକ୍ଷରେ ଈଶ୍ୱର ଅଛନ୍ତି। ସେଥିପାଇଁ ଆମେ ସବୁ ବିଷୟକୁ ପ୍ରଭୁଙ୍କ ପାଖରେ ଆମେ ସବୁ ବିଷୟ ରଖୁଛୁ। ସେଥିପାଇଁ ମୁଁ ଈଶ୍ୱରଙ୍କୁ ଧନ୍ୟବାଦ ଦିଏ। ବର୍ତ୍ତମାନ ସୁଦ୍ଧା ପ୍ରଭୁ ଆମମାନଙ୍କୁ ସୁରକ୍ଷା କରି ଏଇ ସେବା କାର୍ଯ୍ୟରେ ଆମମାନଙ୍କୁ ଦେଇଛନ୍ତି। ଏଥିପାଇଁ ମୁଁ ବିଶେଷ ଭାବରେ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ଆଉ ଆପଣମାନଙ୍କୁ ସମସ୍ତଙ୍କୁ ମୁଁ ଅନୁରୋଧ କରେ, ଆପଣମାନେ ମୋ ନିମନ୍ତେ, ମୋ ପରିବାର ନିମନ୍ତେ, ମୋର ସେବା କାର୍ଯ୍ୟ ନିମନ୍ତେ ମଧ୍ୟ ପ୍ରାର୍ଥନା କରନ୍ତୁ। ଆଜି ଆମେ ଯୋଉଟା ଦେଖିଲୁ, ଏଇଟା ମାଥି ପୁସ୍ତକ 22 ଅଧ୍ୟାୟ। ଏଇଟା ପୁରୁଣା ବାକ୍ୟ, ମୁଁ କହିବି ଏ ପ୍ରକାର ନାହିଁ। ଏଠି ଯଦି ଭାଇ ଭଉଣୀ ମାନେ ଆମେ ଦେଖିବା, ତେବେ ବେଶୀ ଆଶ୍ଚର୍ଯ୍ୟ ବିଷୟ ଅଛି। ମୁଁ ଆକ୍ଚୁଆଲି ଆଜି ମୋର ଟପିକ ଅନ୍ୟ ଥିଲା, କିନ୍ତୁ ସଡନଲି ମୋର ଟପିକକୁ ଚେଞ୍ଜ କଲି। ତ ଏଠି ଦେଖିବା, ପ୍ରଥମ ପଦରେ ପୁନର୍ବାର ଯୀଶୁ ଦୃଷ୍ଟାନ୍ତ ଦ୍ୱାରା ସେମାନଙ୍କୁ ଉତ୍ତର ଦେଲେ, ସ୍ୱର୍ଗରାଜ୍ୟ ଏପରି ଜଣେ ରାଜାଙ୍କର ସୁଦୃଶ୍ୟ, ଯେ ଆପଣା ପୁତ୍ରଙ୍କ ବିବାହ ଉତ୍ସବକୁ ଆୟୋଜନ କଲେ। ଆଉ ସେହି ଉତ୍ସବକୁ ନିମନ୍ତ୍ରିତ ଲୋକମାନଙ୍କୁ ଆହ୍ୱାନ କରିବା ନିମନ୍ତେ ସେ ଆପଣା ଦାସମାନଙ୍କୁ ପ୍ରେରଣ କଲେ, କିନ୍ତୁ ସେମାନେ ଆସିବାକୁ ଇଚ୍ଛା କଲେ ନାହିଁ। ସ୍ୱର୍ଗ ରାଜ୍ୟର ଭୋଜି ବୋଲି ଲେଖାଯାଇଛି। ତେବେ ଏଇଟା ହଉଛି ଜଗତର ଭୋଜି ନାୟ ଭାଇ ଭଉଣୀ ମାନେ, ଏଇଟା ହଉଛି ସ୍ୱର୍ଗ ରାଜ୍ୟର ଭୋଜି। ତ ପ୍ରଭୁ କଣ କରିଛନ୍ତି ଏ ଜାଗାରେ? ଈଶ୍ୱର ନିଜେ ସେ କଣ କରିଛନ୍ତି?
ଏ ଜାଗାରେ ନିଜର ପୁତ୍ରଙ୍କର ବାହାଘରକୁ ସେ କଣ କରୁଛନ୍ତି, ଆୟୋଜନ କରିଛନ୍ତି। ଏ ପୁତ୍ର କିଏ? ପୁତ୍ର ଯଦି ଆମେ ଦେଖିବା, ହେଲେ ସ୍ୱର୍ଗ ରାଜ୍ୟର ରାଜା କିଏ? ସ୍ୱର୍ଗ ରାଜ୍ୟର ପ୍ରକୃତ ରାଜା ହଉଛନ୍ତି ଈଶ୍ୱର, ପରମେଶ୍ୱର। କିନ୍ତୁ ଯେତେବେଳେ ତାଙ୍କର ପୁତ୍ର କିଏ? ପୁତ୍ର ହଉଛନ୍ତି ଯୀଶୁ ଖ୍ରୀଷ୍ଟ। ତାଙ୍କର ବାହାଘର ନିମନ୍ତେ, ଏ ବାହାଘର ନିମନ୍ତେ ଲୋକମାନଙ୍କୁ ନିମନ୍ତ୍ରିତ କରାଯାଉଛି। ଯେତେବେଳେ ଲୋକମାନଙ୍କୁ ନିମନ୍ତ୍ରଣ କରାଗଲା, ଲୋକମାନେ କଣ କଲେ? ଆ ଏ ଦାସମାନଙ୍କୁ ପଠଉଛନ୍ତି। କାହାର ଦାସମାନେ? ଏ ପରମେଶ୍ୱରଙ୍କର ଦାସମାନେ, ଯାହାକୁ ଆଜି ଆମେ ପାଷ୍ଟର ମାନେ ବୋଲି କହୁଛୁ, ଈଶ୍ୱରଙ୍କର ଦାସ ବୋଲି କହୁଛୁ। ସେମାନଙ୍କୁ ପଠାଯାଉଛି, ତମେ ଯାଅ, ଲୋକମାନଙ୍କୁ କୁହ, ଲୋକମାନଙ୍କୁ ଜଣାଅ, ଏଇଟା ହଉଛି ସ୍ୱର୍ଗ ରାଜ୍ୟର ବାହାଘର। ତେବେ ଏ ବାହାଘର ଭୋଜିରେ ଚିନ୍ତା କରିବା, ଯଦି ଆମେ ସାଧାରଣ ଗୋଟେ ବାହାଘରକୁ ଯିବା, ଲୋକମାନେ ମଟନ ରାନ୍ଧିଥାନ୍ତି, ବିଭିନ୍ନ ପ୍ରକାର ଖାଦ୍ୟ ରୋଷେଇ କରିଥାନ୍ତି, ଆଉ ବହୁତ ବଢିଆରେ ବାହାଘରକୁ ଲୋକମାନେ ଯାଇଥାନ୍ତି। ଯାହାର ପଇସା ଅଛି ମଟନ କରନ୍ତି, ଆଉ ଯୋଉମାନେ ବିଭିନ୍ନ ପ୍ରକାର। ମୁଁ ଯେତେବେଳେ ଗୋଟେ ଗୋଟେ ବାହାଘରକୁ ଯାଏ, ଧନୀ ଘର ବାହାଘରକୁ, ଚିନ୍ତା କରିବେ ସେଠି କୋଲ୍ଡ ଡ୍ରିଙ୍କସ, ଆଇସ୍କ୍ରିମ ଆଉ କଣ କଣ ସବୁ ଦେଇଥାନ୍ତି। ଏମିତି ଏ ପ୍ରକାର ଦେଇଥାନ୍ତି ଯେ ଆମେ ଖାଇଥାଉ, ବେଶୀ ଖୁସି ହେଇଥାଉ। କିନ୍ତୁ ଘରେ ଆମେ ଗୋଟେ ଗୋଟେ ତରକାରୀ, ଗୋଟେ ଗୋଟେ ସାଧା ଜିନିଷକୁ ଆମେ ଖାଉଛୁ। କିନ୍ତୁ ବାହାଘରରେ ବିଭିନ୍ନ ପ୍ରକାର ଖାଦ୍ୟ ରନ୍ଧା ଯାଇଛି। କିନ୍ତୁ ସବୁଠାରୁ ଏଇଟା ହଉଛି ମୂଲ୍ୟବାନ ବାହାଘର। ଯୋଉ ବାହାଘର କି ଈଶ୍ୱର କଣ କରୁଛନ୍ତି, ତାଙ୍କର ଦାସମାନଙ୍କୁ କହୁଛନ୍ତି, ତୁମେ ଯାଅ, ଲୋକମାନଙ୍କୁ ଜଣାଅ, ସେମାନେ ଆସନ୍ତୁ। ତାହେଲେ ସ୍ୱର୍ଗର ବାହାଘର କଣ ଛୋଟ ବଡ ବାହାଘର କି ଭାଇ ଭଉଣୀ ମାନେ? ଏଇଟା ହଉଛି ସବୁଠାରୁ ବଡ ବାହାଘର। ଏଇଠି ଏ ପ୍ରକାର ଯୋଉ ବାହାଘର ଅଛି, ଏ ବାହାଘର ଛୋଟ ବାହାଘର ନାହିଁ। ଏଇଟା ହଉଛି ଏ ପ୍ରକାର ବିବାହ ଉତ୍ସବ। ଏ ଉତ୍ସବ ହଉଛି ମହାନ ଉତ୍ସବ। ଏଇଟା ସାଧାରଣ ଉତ୍ସବ ନାହିଁ। କିନ୍ତୁ ଦାସମାନେ ଲୋକମାନଙ୍କ ପାଖକୁ ଯାଉଛନ୍ତି, ଆଉ କହୁଛନ୍ତି, ଭାଇମାନେ, ଆପଣମାନେ ଆସିବେ କି? ଗୋଟେ ସ୍ୱର୍ଗର ବାହାଘର ଚାଲିଛି। ଏ ବାହାଘର ବହୁତ କିଛି ଆୟୋଜନ କରାଯାଇଛି। ଏଠି ଲେଖା ହେଇଛି ବୃଷ ମରା ଯାଇଛି, ସବୁ କିଛି ଆୟୋଜନ। ହେଲେ ଏ ଆୟୋଜନରେ କଣ ସାଧାରଣ ଖାଦ୍ୟ ହେଇଥିବ କି? ନାଇଁ ନା, ସାଧାରଣ ଖାଦ୍ୟ ନାହିଁ, ସାଧାରଣ ବିଷୟ ନାହିଁ। ତାର ଚେୟାର, ଟେବୁଲ, ବେଞ୍ଚ, ଏଇଟା ଯଦି ଆମେ ଚିନ୍ତା କରିବା, ତାହେଲେ ଅକଳନୀୟ। ଏଇଟା ହଉଛି ଚିନ୍ତାର ବାହାରେ। ତେବେ ଏ ବାହାଘରକୁ କାହାକୁ ନିମନ୍ତ୍ରିତ କରାଯାଇଛି? ଆମମାନଙ୍କୁ। ପ୍ରେଜ ଦ ଲର୍ଡ, Praise the Lord. ହାଲେଲୁୟା। Hallelujah. ତେବେ ଏ ବାହାଘରକୁ ଯେତେବେଳେ ଆମକୁ ନିମନ୍ତ୍ରିତ କରାଯାଇଛି, ଲୋକମାନେ କଣ କରୁଛନ୍ତି? ତୁଚ୍ଛ ଜ୍ଞାନ କରୁଛନ୍ତି। ଲୋକମାନେ ଘଉଡି ଦେଇଛନ୍ତି। ଲୋକମାନେ ପସନ୍ଦ କରୁନାହାନ୍ତି। ଲୋକମାନେ ଆସୁନାହାନ୍ତି। ଲୋକମାନେ କଣ କରୁଛନ୍ତି? ହଁ ହଁ, ତମେ କିଏ? ଆମେ ତମକୁ ଚିହ୍ନି ନାହିଁ। ତମକୁ ମାଡ ମାର, ତାକୁ ଧର, ତାକୁ ଇଏ କର। ତେବେ ଲୋକମାନଙ୍କୁ ଅତ୍ୟାଚାର କରୁଛନ୍ତି। ଏଇଠି କୌଣସି ବିଷୟ ପାଇଁ ନିମନ୍ତ୍ରଣ କରାଯାଏ ନାହିଁ। ବିବାହ ଉତ୍ସବକୁ ନିମନ୍ତ୍ରଣ କରାଯାଇଛି। Amen. Praise ତେବେ the Lord. ଚାରିପଦରେ ଦେଖିବା ଆମେ କଣ ଲେଖା ହେଇଛି। ପୁନର୍ବାର 3 ପଦରେ, ସେ ସେହି ଉତ୍ସବକୁ ନିମନ୍ତ୍ରିତ ଲୋକମାନଙ୍କୁ ଆହ୍ୱାନ କରିବା ନିମନ୍ତେ ସେ ଆପଣା ଦାସମାନଙ୍କୁ ପ୍ରେରଣ କଲେ, କିନ୍ତୁ ସେମାନେ ଆସିବାକୁ ଇଚ୍ଛା କଲେ ନାହିଁ। ଲୋକମାନେ କାହିଁକି ଇଚ୍ଛା କରୁନାହାନ୍ତି ଭାଇ ଭଉଣୀ ମାନେ? ଲୋକମାନେ ନିଜର ଚିନ୍ତା ଦ୍ଵାରା ଧରା ଯାଇଛନ୍ତି। ଲୋକମାନେ ନିଜ ଭିତରେ ଆୟତ ହେଇକି ରହିଛନ୍ତି। ସେମାନେ କେବେ ହେଲେ ମଧ୍ୟ ନାହିଁ କି ଏ ଯୋଉ ବିବାହ ଉତ୍ସବ କାହାର, ତାହା ସେମାନେ ଆକଳନ କରିପାରନ୍ତି ନାହିଁ। ସେମାନେ ଭାବି ପାରନ୍ତି ନାହିଁ ଏଇଟା କି ପ୍ରକାର ବାହାଘର। ସେମାନଙ୍କର ଚିନ୍ତାର ବାହାରେ, ସେମାନେ କେବେ ବି ଭାବି ପାରନ୍ତି ନାହିଁ। କିନ୍ତୁ ଯୋଉ ଦାସମାନଙ୍କୁ ପ୍ରଭୁ ବାଛିଛନ୍ତି, ଆଉ ସେମାନଙ୍କୁ କହୁଛନ୍ତି, ତୁମେ ଯାଅ, ସେ ଲୋକମାନଙ୍କୁ କୁହ। ଏ ଦାସମାନେ ଯେତେବେଳେ ଯାଉଛନ୍ତି, ଲୋକମାନେ କହୁଛନ୍ତି, ଲୋକମାନେ କଣ କହୁଛନ୍ତି? ଏଇଟା ଚାଉଳ ବସ୍ତା ଦେବା ବାଲା, ଟଙ୍କା ଦେଇକି ଧର୍ମକୁ ପରିବର୍ତ୍ତନ କରିବା ବାଲା ବୋଲି କହୁଛନ୍ତି। ଭାଇ ଭଉଣୀ ମାନେ, ଏଇ ବିବାହ ଉତ୍ସବ ସାଧାରଣ ଉତ୍ସବ ନାହିଁ। ଏହା ମହାନ ଉତ୍ସବ। ଯୋଉ ଉତ୍ସବ କି ଆକଳନ ବି କରିହବନି, ଆମର ଚିନ୍ତାର ବାହାରେ। କିନ୍ତୁ ଦାସମାନଙ୍କୁ ଅତ୍ୟାଚାର କରୁଛନ୍ତି। ଯଦି ତଳପଦରେ ଦେଖିବା, 4 ପଦରେ, ପୁନର୍ବାର ସେ ଦାସମାନଙ୍କୁ ପ୍ରେରଣ କରି କହିଲେ, ନିମନ୍ତ୍ରିତ ଲୋକମାନଙ୍କୁ କୁହ, ଦେଖନ୍ତୁ, ଆମ୍ଭେ ଆପଣା ଭୋଜ ପ୍ରସ୍ତୁତ କରିଅଛୁ। ଆମ୍ଭର ବୃଷ, ହୃଷ୍ଟପୁଷ୍ଟ ପଶୁ ଗୁଡାକ ମରା ଯାଇଅଛି। ସମସ୍ତେ ହିଁ ଅ ପ୍ରସ୍ତୁତ। ଆପଣମାନେ ବିବାହ ଉତ୍ସବକୁ ଆସନ୍ତୁ। କିନ୍ତୁ ସେମାନେ ତାହା ଲୋକ କରି କେହି କେହି କ୍ଷେତକୁ ଓ କେହି କେହି ଆପଣା ବାଣିଜ୍ୟ ବ୍ୟବସାୟକୁ ଚାଲିଗଲେ। ଏହାର ଅର୍ଥ କଣ? ଯେତେବେଳେ ଦାସମାନେ ଯାଆନ୍ତି, ଲୋକମାନେ ଶୁଣନ୍ତି ନାହିଁ।
ଇଭେନ୍ ଜାଗତିକ ଲୋକ ଶୁଣନ୍ତି ନାହିଁ, କିନ୍ତୁ ଆମମାନଙ୍କର ଖ୍ରୀଷ୍ଟୀୟ ଭାଇ ଭଉଣୀ ମାନେ ମଧ୍ୟ ଶୁଣନ୍ତି ନାହିଁ। ସେମାନେ ଭାବନ୍ତି କେତେ ଆମେ ଶୁଣିବୁ, କେତେ ଆମେ ଯିବୁ, ଏ ଦାସକୁ ତ ସବୁବେଳେ ଦେଖୁଛୁ, କିନ୍ତୁ କେବେ ବି ଆକଳନ କରିପାରନ୍ତି ନାହିଁ ଯୋଉ ବିବାହ ଉତ୍ସବ କରାଯାଇଛି ତାହା କି ପ୍ରକାର ମହାନ। ହାଲେଲୁୟା। ହାଲେଲୁୟା। ଭାଇ ଭଉଣୀ, ଚିନ୍ତା ବି କରିପାରିବା ନାହିଁ। ତେବେ ଏ ବିବାହ ଯୋଉ ଉତ୍ସବ ଅଛି ତାକୁ ଯଦି ଆମେ ନିମନ୍ତ୍ରଣ କରାଯାଇବ, ତାହେଲେ ଆମେ କି ପ୍ରକାର କେତେ ବଡ ମୂଲ୍ୟବାନ ଲୋକମାନେ। ଆମେ ହଉଛୁ ସାଧାରଣ ଲୋକ ନାହିଁ। ଆମକୁ କିଏ? ଈଶ୍ୱର ନିଜେ ପତ୍ର ଦେଇକି, ଏ ପୁସ୍ତକ ଦେଇକି, ପତ୍ର ଦେଇକି ଆମକୁ ନିମନ୍ତ୍ରଣ କରାଯାଇଛି ଭାଇ ଭଉଣୀ। ସେଥିପାଇଁ ପ୍ରିୟ ଦାସ ଦାସୀ ମାନେ, ଆପଣ ମାନେ, ଆମମାନେ ଏଇ ଉତ୍ସବକୁ ଯୋଉ ନିମନ୍ତ୍ରଣ କରାଯାଇଛୁ ତାକୁ ତୁଚ୍ଛ ଜ୍ଞାନ କରନ୍ତୁ ନାହିଁ, ଲଘୁ ଜ୍ଞାନ କରନ୍ତୁ ନାହିଁ। ଯଦି ଲଘୁ ଜ୍ଞାନ କରିବେ, ଆପଣ କଣ କରିବେ? ମୁଖ୍ୟ ସ୍ଥାନ କୋଉଟାକୁ ଦେବେ? ଚାଷକୁ ମୁଖ୍ୟ ସ୍ଥାନ, ବେପାରକୁ ମୁଖ୍ୟ ସ୍ଥାନ, ଆଉ ସବୁ ବିଷୟକୁ ମୁଖ୍ୟ ସ୍ଥାନ କରିବେ। କିନ୍ତୁ ଯୋଉ ଉତ୍ସବ, ଯୋଉ ବାର୍ତ୍ତା ଦିଆଯାଉଛି ତାକୁ ଆପଣ ମାନେ ତୁଚ୍ଛ ଜ୍ଞାନ କରିବେ, ପଦ ତଳେ ଦଳିତ କର, ଆଉ ଶେଷରେ କହିବେ ମତେ ଆବଶ୍ୟକ ନାହିଁ, ମୁଁ ଯିବିନି, ମୋର କାମ ଅଛି, ମୋର ଏ ପ୍ରକାର ଅଛି। ତେବେ କାହିଁକି? କାରଣ ଏ ଯୋଉ ନିମନ୍ତ୍ରଣ ଆସିଛି ଏଇଟା ସ୍ୱର୍ଗରୁ ଆସିଛି। ଏ ନିମନ୍ତ୍ରଣ ହଉଛି ମହାନ ନିମନ୍ତ୍ରଣ। ସେଥିପାଇଁ ଆମମାନେ ଭାଇ ଭଉଣୀ ମାନେ, ତେବେ ଏ ଉତ୍ସବ ସବୁଠାରୁ ମୂଲ୍ୟବାନ ଉତ୍ସବ। ଆମେ ଯଦି କୌଣସି ସାଧାରଣ ମନ୍ତ୍ରୀ କିମ୍ବା କିଏ ଯଦି ଡାକେ ବିବାହ ଉତ୍ସବ କିମ୍ବା ତାଙ୍କର ପ୍ରୋଗ୍ରାମକୁ ଡାକେ, ତାହେଲେ ଆମେ କେମିତି ଚିନ୍ତା କରୁଛୁ, ଓ କେତେ ବଢିଆ ହେଇଥିବ, ଚାଲନ୍ତୁ ଯିବା, ସେଠି ବଢିଆ ବଢିଆ ସବୁ ହେଇଥିବ, ଭଲ ଚେୟାର ପଡିଥିବ, ବେଶୀ ବଢିଆ ଜିନିଷ ପଡିଥିବ, ଚାଲନ୍ତୁ ଆମେ ସମସ୍ତେ ଯିବା ବୋଲେ କଣ କଣ କରୁଛୁ? ଆମେ ସମସ୍ତେ ସେ ଜାଗାକୁ ପଳେଇ ଯାଉଛୁ। କିନ୍ତୁ ଏ ବିବାହ ଉତ୍ସବ ହଉଛି ସାଧାରଣ ନାହିଁ। ଏଇଟା ହଉଛି ସବୁଠାରୁ ମୂଲ୍ୟବାନ ଉତ୍ସବ, ମୂଲ୍ୟବାନ ଜାଗା, ଯୋଉଟା କି ଈଶ୍ୱର ସବୁ ବିଷୟ ପ୍ରସ୍ତୁତ କରିଛନ୍ତି। ସେଠି କଣ ଅଭାବ ହବ କି? ପ୍ରିୟ ଦାସ ଦାସୀ ମାନେ, କେବେ ବି ଅଭାବ ହବନି। ସେ ଜାଗାରେ ସବୁ ବିଷୟ ପ୍ରସ୍ତୁତ ଅଛି, ସବୁ ବିଷୟ ମରା ଯାଇଅଛି। ବୁଝିଲା? ତେବେ ଯେତେବେଳେ ଲୋକମାନଙ୍କୁ ନିମନ୍ତ୍ରଣ କରାଗଲା, ଏଇଟା ତାର ଟିକେ ଗଭୀର ଅର୍ଥ ଅଛି, ମୁଁ ଆପଣମାନଙ୍କୁ କହିବି ତାହେଲେ ବେଶୀ ସମୟ ହେଇଯିବ, ମତେ ଅଳ୍ପ ସମୟ ଦିଆଯାଇଛି। ସେଥିପାଇଁ ଏ ଲୋକମାନେ ଯେତେବେଳେ ଗଲେ ନାହିଁ, ତେବେ ଲୋକମାନେ ଦାସ ମାନଙ୍କୁ ଧରିଲେ, ମାଡ ମାରିଲେ, ସେମାନଙ୍କୁ କଣ କଲେ? ସେମାନଙ୍କୁ କି ପ୍ରକାର କଲେ? ଆଉ ଅତ୍ୟାଚାର କଲେ। ତେବେ ରାଜା ରାଗି ଯାଇ କଣ ସେ ଗାଁ ଲୋକମାନଙ୍କୁ, ଯୋଉ ଲୋକମାନେ ଅତ୍ୟାଚାର କରୁଥିଲେ ସେମାନଙ୍କୁ ଭସ୍ମସାତ କଲେ। କିନ୍ତୁ ଆଉ ଥରେ ଈଶ୍ୱର କଣ କରୁଛନ୍ତି? ଲୋକମାନଙ୍କ ନିକଟକୁ ପଠଉଛନ୍ତି। କଣ ବୋଲି ପଠଉଛନ୍ତି? 8 ପଦ ଦେଖିବା। ସେଥିରେ ସେ ଆପଣା ଦାସମାନଙ୍କୁ କହିଲେ, ବିବାହ ଭୋଜି ତ ପ୍ରସ୍ତୁତ, ନିମନ୍ତ୍ରିତ ଲୋକମାନେ ଅଯୋଗ୍ୟ। ଏଣୁ ତୁମ୍ଭେମାନେ ରାଜଦଣ୍ଡ ଗୁଡ଼ିକରେ ଛକ ଛକ କୋଣରେ ଯାଇ ଯେତେ ଲୋକଙ୍କୁ ଦେଖା ପାଅ, ସେମାନଙ୍କୁ ବିବାହ ଉତ୍ସବକୁ ନିମନ୍ତ୍ରଣ କର। ସେଥିରେ ସେଇ ଦାସମାନେ ରାଜଦାଣ୍ଡ ଗୁଡ଼ିକରେ ଓ ବିବାହ ବାହାରେ ଯାଇ ଦୁଷ୍ଟ ଓ ସନ୍ଥ ଯେତେ ଲୋକଙ୍କୁ ଦେଖା ପାଇଲେ, ସେମାନଙ୍କୁ ସଂଗ୍ରହ କରି ଆଣିଲେ। ଆଉ ଅଭ୍ୟାଗତ ଲୋକମାନଙ୍କ ଦ୍ଵାରା ବିବାହ ଗୃହ ପରିପୂର୍ଣ୍ଣ ହେଲା। ବର୍ତ୍ତମାନ ଯେତେବେଳେ ଏ ବଡ ବଡ ଲୋକମାନେ ଶୁଣିଲେ ନାହିଁ, ତେବେ ବଡ ବଡ ଲୋକମାନେ ଯେତେବେଳେ ଶୁଣିଲେ ନାହିଁ, ସେ ସମୟରେ କି ପ୍ରକାର ହେଲା ଜାଣିଛନ୍ତି? ଆ ପ୍ରଭୁ କଣ କଲେ? ରାଜା କଣ କଲେ? ଦାସମାନଙ୍କୁ କହିଲେ ନାହିଁ, ଏ ଲୋକମାନେ ତ ଶୁଣିଲେ ନାହିଁ, ତୁମେ କଣ କର? ଛକ କୋଣ ମାନଙ୍କୁ ଯାଅ। ତେବେ ଛକ କୋଣରେ କି ପ୍ରକାର ଲୋକମାନେ ଅଛନ୍ତି ଭାଇ ଭଉଣୀ ମାନେ? ଆମେ ଯଦି ଚିନ୍ତା କରିବା, ଛକ କୋଣରେ ଭଲ ଲୋକମାନେ ଥିବେ କି? ନାଇଁ ନା। ଏଠି ଲେଖା ହେଇଛି ଦୁଷ୍ଟ ଆଉ ସନ୍ଥ। ଦୁଷ୍ଟ ବି ଅଛନ୍ତି, ସନ୍ଥ ବି ଅଛନ୍ତି। ସନ୍ଥ ହଉଛି ଭଲ ଲୋକ, ଦୁଷ୍ଟ ହଉଛି ଖରାପ ଲୋକ। ତେବେ ଏମାନଙ୍କୁ କଣ କରାଗଲା? ନିମନ୍ତ୍ରଣ କରାଗଲା। ତେବେ ଏମାନେ କଣ? ବହୁତ ବଢିଆରେ ଗଲେ ରାଜାଙ୍କ ନିକଟକୁ, ରାଜାକୁ ବିବାହ ଉତ୍ସବକୁ। ହଁ, ସେମାନେ କଣ ଦେଖିଲେ? ସାଧାରଣ ବାହାଘରକୁ ଯଦି ଯାଉଛୁ, ସେଠି ତ ଖାଦ୍ୟ ଅଳ୍ପ ଥିବ କିମ୍ବା ଏମିତି ନର୍ମାଲ ଥିବ, କିନ୍ତୁ ରାଜାଙ୍କର ବାହାଘର ନା। ତେବେ ଏ ଲୋକମାନେ ଯେତେବେଳେ ଗଲେ, ସେ ସମୟରେ ହଁ, ସେ ସମୟରେ ଜାଣିଛନ୍ତି, ତେବେ ଏ ଲୋକମାନେ ଯେତେବେଳେ ଗଲେ, ସେ ସମୟରେ କି ପ୍ରକାର ହେଲା? ଯେତେବେଳେ ଗଲେ, ତେବେ ଏ ଲୋକମାନଙ୍କ ଦ୍ଵାରା ବିବାହ ଘର ପୁରା ପରିପୂର୍ଣ୍ଣ ହେଲା। ତେବେ କଣ? ଏ ଦୁଷ୍ଟ ଆଉ ସନ୍ଥ, ୟାର ବି ଅର୍ଥ ଅଛି।
ଦୁଷ୍ଟ ଲୋକମାନେ ଏ ଜାଗାକୁ ଗଲେ, ସନ୍ଥ ଲୋକମାନେ ଅର୍ଥାତ୍ ଭଲ ଲୋକ ଖରାପ ଲୋକ ବି ଗଲେ। ଭଲ ଲୋକ ଖରାପ ଲୋକ ଗଲେ, ଗଲା ପରେ ଜାଣିଛନ୍ତି ସେ ଜାଗାରେ ବର୍ତ୍ତମାନ ବିବାହ ବର୍ତ୍ତମାନ ରାଜା କଣ କରୁଛନ୍ତି, ଏମାନଙ୍କୁ ଦେଖିବା ପାଇଁ କଣ କରୁଛନ୍ତି, ବିବାହ ଘର ଭିତରେ ପରିଦର୍ଶନ କରୁଛନ୍ତି, ବୁଲୁଛନ୍ତି। ବୁଝିହେଲା? ବୁଲିକି ବର୍ତ୍ତମାନ କଣ କରୁଛନ୍ତି, ଟିକେ 11 ପଦ ପଢିବା। କିନ୍ତୁ ରାଜା ଅଭ୍ୟାଗତ ମାନଙ୍କୁ ଦେଖିବା ପାଇଁ ଭିତରକୁ ଆସି ସେଠାରେ ବିବାହ ବସ୍ତ୍ର ପରିଧାନ କରି ନଥିବା ଜଣେ ଲୋକଙ୍କୁ ଦେଖି ତାହାକୁ କହିଲେ, ହେ ବନ୍ଧୁ, ତୁମେ ବିବାହ ବସ୍ତ୍ର ପରିଧାନ ନ କରି କିପରି ଏ ସ୍ଥାନକୁ ଆସିଲ? ମାତ୍ର ସେ ନିରୁତ୍ତର ହୋଇ ରହିଲେ। ତ ଭାଇ ଭଉଣୀ ମାନେ ଏଠି ପ୍ରଶ୍ନ ଆସୁଛି କଣ ବୋଲି, ବିବାହ ବସ୍ତ୍ର କୋଉମାନେ ପିନ୍ଧନ୍ତି? ବିବାହ ବସ୍ତ୍ର ପ୍ରକୃତରେ କିଏ ପିନ୍ଧନ୍ତି? ସେମାନେ ହଉଛନ୍ତି ବର ଆଉ କନ୍ୟା। କିନ୍ତୁ ଏ ସମସ୍ତ ଲୋକଙ୍କୁ କିଏ, ଯୋଉ ମାଲିକ ଅଛନ୍ତି, ଯୋଉ ରାଜା ଅଛନ୍ତି, ସେ କଣ କରୁଛନ୍ତି, ଏ ବିବାହ ବସ୍ତ୍ର ଖୋଜୁଛନ୍ତି। ସିଏ ପିନ୍ଧିଛି ନା ନାହିଁ, ସିଏ ପିନ୍ଧିଛି ନା ନାହିଁ, ସିଏ ପିନ୍ଧିଛି କି ନାହିଁ। କିନ୍ତୁ ସମସ୍ତଙ୍କୁ ଦେଖିଛନ୍ତି, ସମସ୍ତେ ବିବାହ ବସ୍ତ୍ର ପିନ୍ଧିଛନ୍ତି, କିନ୍ତୁ ଜଣେ ବ୍ୟକ୍ତି ପିନ୍ଧିନି। ଯେତେବେଳେ ଜଣେ ବ୍ୟକ୍ତି ପିନ୍ଧିନି, ତାକୁ କଣ ବୋଲି କହୁଛନ୍ତି, ଭାଇ ତୁମେ ବିବାହ ବସ୍ତ୍ର କଣ ପାଇଁ ପିନ୍ଧିନ? ତେବେ ସେ କିଛି କହିପାରୁନି। ୟାର ଅର୍ଥ କଣ ଭାଇ ଭଉଣୀ ମାନେ, ବିବାହ ବସ୍ତ୍ର କୋଉମାନେ ପିନ୍ଧନ୍ତି? ବର ଆଉ କନ୍ୟା। ସେଥିପାଇଁ ଏଠି ଆତ୍ମିକ ବିଷୟ ଅଛି, ଆତ୍ମିକ ଦୁନିଆ ଅଛି, ଆତ୍ମିକ ଜଗତ ଅଛି। ତେବେ ଏ ବିବାହ ବସ୍ତ୍ର ଯୋଉମାନେ ବି ଲୋକମାନେ ଯାଇଛନ୍ତି, ଏ ବିବାହ ବସ୍ତ୍ର ପିନ୍ଧିଛନ୍ତି, କିନ୍ତୁ ଜଣେ ଲୋକ ପିନ୍ଧିନି। ଏ ଜଣେ ଲୋକ ଯଦି ପିନ୍ଧିନି, ନ ପିନ୍ଧିବା ହେତୁ ତାକୁ କଣ କରୁଛନ୍ତି, ସେ ତ ପିନ୍ଧିନି, ଠିକ ଅଛି। ତେବେ ତଳପଦରେ ଦେଖିବା କଣ ଲେଖା ଅଛି। ହେ ବନ୍ଧୁ, 12 ପଦରେ, ହେ ବନ୍ଧୁ, ତୁମ୍ଭେ ବିବାହ ବସ୍ତ୍ର ପରିଧାନ ନ କରି କିପରି ଏ ସ୍ଥାନକୁ ଆସିଲ? ମାତ୍ର ସେ ନିରୁତ୍ତର ହୋଇ ରହିଲା। ସେଥିରେ ରାଜା ପରିଚାରକ ମାନଙ୍କୁ କହିଲେ, ଏହାର ହାତ ଗୋଡ଼ ବାନ୍ଧି ଏହାକୁ ବାହାର ଅନ୍ଧକାରରେ ପକାଇ ଦିଅ, ସେଠାରେ ରଦନ ଓ ଦନ୍ତର କିଡ଼ିମିଡ଼ି ଅଛି। ତେବେ ଏଠି ଚିନ୍ତା କରିବା, ଯଦି ସେ ବିବାହ ବସ୍ତ୍ର ପିନ୍ଧିନି, ଭାଇ ତୁ ବାହାରି ଯା, ଆମର ଏଟା ଶୋଭା ଦେବ ନାହିଁ। କାରଣ ସେଟା ହଉଛି ମୂଲ୍ୟବାନ ଜାଗା ନା। ସେଥିପାଇଁ ଏଇ ଜାଗା ମହିଳା ଲୋକ ଯାଇପାରିବନି, ମହିଳା ବସ୍ତ୍ର ପିନ୍ଧିଥିବା ଲୋକ ସେଠି ଏଲାଉ ନାହିଁ। ସେଥିପାଇଁ ରାଜା କଣ କରୁଛନ୍ତି, ତାଙ୍କର ବସ୍ତ୍ରକୁ ଦଉଛନ୍ତି। ଯେତେବେଳେ ବସ୍ତ୍ର ଦଉଛନ୍ତି, ଏ ବସ୍ତ୍ର ଦ୍ଵାରା ସେମାନେ କଣ କରୁଛନ୍ତି, ପିନ୍ଧିକି ସେ ଭିତରକୁ ଯାଉଛନ୍ତି। କିନ୍ତୁ ଏ ଲୋକ କେବେ ପିନ୍ଧିନି, ଏ ବସ୍ତ୍ରକୁ ତୁଚ୍ଛ ଜ୍ଞାନ କଲା। ଏ ବସ୍ତ୍ର ସୈନିକ ମାନଙ୍କ ଦ୍ଵାରା ଦିଆଯାଇଛି। ତ ସେ ପଦ ଗୁଡାକ ବେଶୀ ଅଛି, ସେଥିପାଇଁ ମୁଁ କହିପାରୁନି, ସମୟ କମ ଅଛି ଭାଇ ଭଉଣୀ ମାନେ। ଯଦି ଆଉ ଥରେ କେବେ ସୁଯୋଗ ଦିଆଯାଏ ତାହେଲେ ଆମେ ଚିନ୍ତା କରିବା। କିନ୍ତୁ ଏ ବସ୍ତ୍ର ଯେତେବେଳେ ସେ ପିନ୍ଧୁନି, ତାକୁ ବାହାର କରିଦେଇଥାନ୍ତି, ତୁମେ ପଳେଇ ଯାଅ, ତୁମେ ପିନ୍ଧିନ। କିନ୍ତୁ ତାକୁ କଣ ବୋଲି କହୁଛନ୍ତି, ତାକୁ ରଦନ ଆଉ ଦନ୍ତର କିଡ଼ିମିଡ଼ି ଜାଗାରେ ପକେଇ ଦିଅ, ତାକୁ ଛାଡ ନାହିଁ ବୋଲି କହୁଛନ୍ତି। ଆମେ ମଧ୍ୟ ସମସ୍ତେ ନିମନ୍ତ୍ରିତ ହେଇଛୁ। ଆପଣମାନେ ସୁସମାଚାର ଶୁଣିଲେ, ବାକ୍ୟ ଶୁଣିଲେ, ପ୍ରଭୁ ଯୀଶୁ ସତ ବୋଲି ଜାଣିଲେ। କିନ୍ତୁ ବର୍ତ୍ତମାନ ଆମେ କୋଉ ଜାଗାରେ ଉପସ୍ଥିତ ଅଛୁ, ସେଇ ବିବାହ ଗୃହରେ, ସେଇ ଜଗତରେ। କିନ୍ତୁ ଆମକୁ ପ୍ରଭୁ କଣ ଦେଖୁଛନ୍ତି, ବସ୍ତ୍ର ପିନ୍ଧିଛି କି ନାହିଁ। ଗୁରୁତ୍ୱପୂର୍ଣ୍ଣ ହଉଛି ଭାଇ ଭଉଣୀ ମାନେ ବସ୍ତ୍ର। ଏ ବସ୍ତ୍ର ଯଦି ପିନ୍ଧିନୁ, ସେ ଲୋକ ପାଇଁ କଣ ଅଛି, ଗୋଟେ ଜାଗା ରଦନ ଓ ଦନ୍ତର କିଳିମିଳି ଜାଗା ଅଛି। ସେ ଜାଗାରେ ତାକୁ କଣ କରାଯିବ, ଫିଙ୍ଗାଯିବ। ସେ ଜାଗାରେ କଣ କରାଯିବ, ପକାଯିବ। ସେ ଜାଗାରେ ସେ ନଷ୍ଟ ହବ, ସେ ଜାଗାରେ ତାକୁ ପକାଯିବ। ତେବେ ଏଟା କୋଉ ଜାଗା, ରଦନ ଆଉ ଦନ୍ତର କିଳିମିଳି। ୟାର ଅର୍ଥ ହଉଛି ଆତ୍ମନରକୁ ବୁଝାଏ। ସେଥିପାଇଁ ଆମେ, ଆମର ନିଜର ବସ୍ତ୍ର ଅଛି, କିନ୍ତୁ ଈଶ୍ୱର ଦେଇଥିବା ବସ୍ତ୍ର ଗୋଟେ ଅଛି। ତ ସେ ପଦ ଗୋଟେ ପଢିବି ଆଉ ଶେଷ କରିବି। ଆମେ ଦେଖିବା ରୋମୀୟ ପୁସ୍ତକ 13 ଅଧ୍ୟାୟ ରୋମୀୟ ପୁସ୍ତକ 13 ଅଧ୍ୟାୟ ଆଉ 14 ପଦ ମୁଁ ପଢିବି। ସମସ୍ତେ ଦେଖନ୍ତୁ, ରୋମୀୟ ପୁସ୍ତକ 13 ଅଧ୍ୟାୟ ତାର 14 ପଦ। ପୁଣି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ତୁମେମାନେ ବସ୍ତ୍ର ରୂପେ ପରିଧାନ କର, ଆଉ କୁ ଅଭିଳାଷ ଭଦ୍ରେକ କରିବା ସକାଶେ ଆଉ ଶରୀର ନିମନ୍ତେ ଆୟୋଜନ କର ନାହିଁ। ଏଠି ଲେଖା ହେଇଛି ପ୍ରଭୁ ଯୀଶୁଙ୍କୁ ବସ୍ତ୍ର ରୂପେ ପରିଧାନ କର। ତେବେ ପ୍ରଭୁ ଯୀଶୁଙ୍କୁ ବସ୍ତ୍ର ରୂପେ ପରିଧାନ କର ବୋଲି ଲେଖା ଅଛି। ତାହେଲେ ଯୀଶୁଙ୍କୁ କେମିତି ଭାବରେ ବସ୍ତ୍ର ରୂପେ ପିନ୍ଧିବା? ଯେତେବେଳେ ଆପଣ ମାନେ ଏ ଭୋଜିକୁ ଯିବେ,
ତ ଆପଣଙ୍କୁ ଏ ମାଲିକ ଦେଖିବେ ନା। ମାଲିକ କଣ ଦେଖିବେ? ଆପଣଙ୍କୁ ଦେଖିବେ ଠିକ ଅଛି, କିନ୍ତୁ ଆପଣଙ୍କ ଉପରେ କୋଉ ବସ୍ତ୍ର ଅଛି ତାହା ହଉଛି ଗୁରୁତ୍ୱପୂର୍ଣ୍ଣ। ଯେତେବେଳେ ପ୍ରଥମେ ନିଜର ବସ୍ତ୍ର ଥିବ ଆଉ ଈଶ୍ୱର ଦେଇଥିବା ବସ୍ତ୍ର ଅଛି। ଯଦି ଆପଣ ନାଇଁ କି ନିଜର ବସ୍ତ୍ରକୁ ପିନ୍ଧିବେ ଆଉ ସେଇ ଜାଗାରେ ପ୍ରବେଶ କରିବେ, ଆପଣଙ୍କୁ ଫିଙ୍ଗା ଯିବ। ଆପଣଙ୍କୁ ଦୂତମାନେ ସେମାନେ କଣ କରିବେ? ବାହାର କରିଦେବେ। କିନ୍ତୁ ଏଠି ଲେଖା ଅଛି ପ୍ରଭୁ ଯୀଶୁଙ୍କୁ ବସ୍ତ୍ର ରୂପେ ପରିଧାନ କର। ଯେତେବେଳେ ଆପଣ ଯୀଶୁଙ୍କୁ ବସ୍ତ୍ର ରୂପେ ପରିଧାନ କରିବେ ନା, ସେ ସମୟରେ ଆପଣ ଉଜ୍ଜଳ ଦେଖାଯିବ। ନିଜର ବସ୍ତ୍ର ହଉଛି ମଇଳା। ବାଇବଲରେ ଲେଖା ହେଇଛି ଯେତେବେଳେ ନିଜର ବସ୍ତ୍ର ହଉଛି, ସେ ବସ୍ତ୍ର ହଉଛି ମଇଳା ବସ୍ତ୍ର। କିନ୍ତୁ ଯୀଶୁଙ୍କୁ ପିନ୍ଧିବାର ଅର୍ଥ ଯୀଶୁଙ୍କୁ କଭର କରିବା। ଆମର ଚାରିପଟ ଈଶ୍ୱର କଣ କରିବେ? ଆମକୁ ଦେଖିବେ ନା, ଆମ ସହିତ ଯୀଶୁ ଅଛନ୍ତି କି ନାହିଁ, ଆମେ ଯୀଶୁଙ୍କୁ ପରିଧାନ କରିଛୁ କି ନାହିଁ, ତାହା ହଉଛି ଗୁରୁତ୍ୱପୂର୍ଣ୍ଣ। ମୋର ପ୍ରିୟ ଦାସ ଓ ଦାସୀ ମାନେ, ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ, ସେଥିପାଇଁ ଆପଣମାନେ କୋଉଟାକୁ ପିନ୍ଧନ୍ତୁ? ଯୀଶୁଙ୍କୁ ପରିଧାନ କରନ୍ତୁ। ଯେତେବେଳେ ଯୀଶୁଙ୍କୁ ପରିଧାନ କରିବେ, ତେବେ ଈଶ୍ୱର ପ୍ରଥମେ କଣ ଦେଖିବେ? ଫାଷ୍ଟ ଫୋକସ ହଉଛି ବସ୍ତ୍ର। ଏ ବସ୍ତ୍ରକୁ ଯେତେବେଳେ ଦେଖିବେ ନା, ସେ ପ୍ରଥମେ କଣ ଦେଖିବେ? ଯୀଶୁଙ୍କୁ ପରିଧାନ କରୁଛି କି ନାହିଁ, ମୁଁ ଯୀଶୁଙ୍କୁ ପରିଧାନ କରିଛି କି ନାହିଁ, ନା ନିଜର ବସ୍ତ୍ର ଅଛି। ନିଜର ଯଦି ବସ୍ତ୍ର ଅଛି, ସେ ଲୋକକୁ ଫିଙ୍ଗା ଯିବ। କିନ୍ତୁ ଯେତେବେଳେ ଯୀଶୁଙ୍କୁ ପିନ୍ଧିଛନ୍ତି, ସେ ଜାଗାରେ ଆପଣଙ୍କୁ ପରିଚାରିତ କରାଯିବ। ତ ତାର ଅର୍ଥ ଆପଣଙ୍କୁ ସବୁ ବିଷୟ ଚର୍ଚ୍ଚା କରାଯିବ, ଆପଣଙ୍କୁ ପ୍ରେମ କରାଯିବ, ଆପଣ ସେଇ ଜାଗାରେ ଜାଗା ପାଇବେ। ଆପଣ ଦୁଷ୍ଟ ହୁଅନ୍ତୁ କିମ୍ବା ସନ୍ଥ ହୁଅନ୍ତୁ, ଦୁଷ୍ଟ ଆଉ ସନ୍ଥ ଏମାନେ କଣ କରିଛନ୍ତି? ଏ ବସ୍ତ୍ରକୁ ପିନ୍ଧିଛନ୍ତି। ବୁଝିହେଲା? ଯେତେବେଳେ ଆପଣ ଏ ବସ୍ତ୍ରକୁ ପିନ୍ଧିବେ, ଆପଣ ମାନେ କଣ କରିବେ? ଏ ସବୁ ଖରାପ ଜିନିଷ ବାହାରିଯିବ। ଏ ସବୁ ବିଷୟ ପଳେଇଯିବ। ସବୁ ବିଷୟ ଶେଷ ହବ। ସେଥିପାଇଁ ଯୀଶୁଙ୍କୁ ଆପଣ ପିନ୍ଧନ୍ତୁ। ଯେତେବେଳେ ଯୀଶୁଙ୍କୁ ପିନ୍ଧିବେ ନା, ସେ ସମୟରେ ଆପଣଙ୍କର ସାମ୍ନାରେ ଆପଣଙ୍କର ମୁହଁ ଚକମକ ହବ। ଆପଣ ପରିଷ୍କାର ହେବେ, ଆପଣ ସିଦ୍ଧ ହେବେ, ଆପଣ ପରିଷ୍କୃତ ହେଇଯିବେ। କିନ୍ତୁ ନିଜର ଅସ୍ତିତ୍ୱକୁ ନେଇକି ଯାଆନ୍ତୁ ନାହିଁ। ଖ୍ରୀଷ୍ଟଙ୍କର ବାକ୍ୟ, ଖ୍ରୀଷ୍ଟଙ୍କୁ ଯୀଶୁଙ୍କୁ ନେଇକି ଯାଆନ୍ତୁ। ଯେତେବେଳେ ଖ୍ରୀଷ୍ଟ ଅଛନ୍ତି, ଯୀଶୁ ଅଛନ୍ତି, ଆପଣ ଚକମକି ଯିବେ ଭାଇ ଭଉଣୀ ମାନେ। ସେଇ ଜାଗାରେ ଉଜ୍ଜଳ ହେବେ, ଆଲୋକ ଦେଖାଯିବେ, ଆପଣ ପରିଷ୍କୃତ ଦେଖାଯିବେ। କିନ୍ତୁ ଯଦି ନିଜର ବସ୍ତ୍ରକୁ ନେଇକି ଯିବେ, ଶେଷରେ କଣ ହବ ଜାଣିଛନ୍ତି? ଫିଙ୍ଗା ଯିବେ। ସେଥିପାଇଁ ଶେଷ ପଦରେ କଣ ଲେଖା ହେଇଛି ଦେଖନ୍ତୁ, 13 ପଦରେ ସେଥିରେ ରାଜା ପରିଚାରକ ମାନଙ୍କୁ କହିଲେ, ଏହାର ହାତ ଗୋଡ ବାନ୍ଧି ଏହାକୁ ବାହାରେ ଅନ୍ଧକାରରେ ପକାଇ ଦିଅ, ସେଠାରେ ରୋଦନ ଓ ଦନ୍ତର କିଡିମିଡି ହେବ। ତେବେ କୋଉ ଲୋକ ଯଦ୍ୟପି ଯାଇଥିବ, କିନ୍ତୁ ନିଜର ବସ୍ତ୍ର ପିନ୍ଧିକି ଯାଇଥିବ, କିନ୍ତୁ ଈଶ୍ୱର ଦେଇଥିବା ବସ୍ତ୍ର, ତାର ଅର୍ଥ ଆଉ ଗୋଟେ ଅର୍ଥ ଅଛି, ସେଇଟା ହଉଛି ପରିତ୍ରାଣର ବସ୍ତ୍ର। ଯଦି ଆପଣ ପରିତ୍ରାଣର ବସ୍ତ୍ରକୁ ପିନ୍ଧି ନାହାନ୍ତି, ଯଦ୍ୟପି ପ୍ରବେଶ କରିଛନ୍ତି, କିନ୍ତୁ ସେ ଜାଗାରେ ଫିଙ୍ଗା ଯିବେ। ସେଥିପାଇଁ ଆପଣମାନେ ପରିତ୍ରାଣର ବସ୍ତ୍ରକୁ ପିନ୍ଧନ୍ତୁ, ଯୀଶୁଙ୍କୁ ପିନ୍ଧନ୍ତୁ। ଯେତେବେଳେ ଯୀଶୁଙ୍କୁ ପିନ୍ଧିବେ ନା, ତାହେଲେ ସବୁ ବିଷୟ ଦୂରେଇ ଯିବ, ସବୁ ବିଷୟ ଆଲୋକିତ ହବ, ସବୁ ବିଷୟ ଚାଲିଯିବ। ଆପଣଙ୍କର ଦୁଃଖ, ଆପଣଙ୍କର କଷ୍ଟ, ଆପଣଙ୍କର ସମସ୍ୟା, କାହିଁକି? ଯୀଶୁ ଆପଣଙ୍କ ସହିତ ଅଛନ୍ତି। ଯୀଶୁ ଆପଣଙ୍କ ସହିତ ମିଶିକି ଅଛନ୍ତି। ଯଦି ଯୀଶୁ ଥିବ, କଷ୍ଟ ଅଛି କି? କେବେ ବି ନାହିଁ। ଯୀଶୁ ଥିବ, କଣ ପାପ ଅଛି କି? କେବେ ବି ନାହିଁ। ଯୀଶୁ ଥିବ, କଣ ତାର ଅଭାବ ଅଛି କି? କେବେ ବି ନାହିଁ। ସେଥିପାଇଁ ଏ ପରିତ୍ରାଣ ହଉଛି ଗୁରୁତ୍ୱପୂର୍ଣ୍ଣ, ଏ ବସ୍ତ୍ର ହଉଛି ଗୁରୁତ୍ୱପୂର୍ଣ୍ଣ। ଏ ସାରଣ ଫେଲୋସିପର ସମସ୍ତ ଭାଇ ଭଉଣୀ ମାନଙ୍କୁ ମୁଁ ଗୋଟେ କଥା କହିବାକୁ ଚାହେଁ, ଆପଣମାନେ ନିମନ୍ତ୍ରିତ ହେଇଛନ୍ତି, ଜାଗା ପାଇଛନ୍ତି, କିନ୍ତୁ ଯଦି ନିଜର ବସ୍ତ୍ର ଅଛି, ତାହେଲେ ସମସ୍ୟା। କିନ୍ତୁ ପ୍ରଭୁ ଦେଇଥିବା ବସ୍ତ୍ରକୁ ଯଦି ଅଛି, ଆଉ ସେ ପରିତ୍ରାଣର ବସ୍ତ୍ର ଅଛି, ତାହେଲେ କୌଣସି ସମସ୍ୟା ନାହିଁ। ସେଥିପାଇଁ ଆପଣ କଣକୁ ନେଇକି ଯାଉଛନ୍ତି, ତାହା ହଉଛି ଗୁରୁତ୍ୱପୂର୍ଣ୍ଣ। ମୋର ତ ସମୟ ଶେଷ ହେଇଗଲା। ଯଦି ପ୍ରଭୁ ସୁଯୋଗ ଦିଅନ୍ତି, ତାହେଲେ ଆଗାମୀ ଦିନରେ ଆଉ ମଧ୍ୟ ଆମେ ଚିନ୍ତା କରିବା ଭାଇ ଭଉଣୀ ମାନେ। ମୁଁ ଧନ୍ୟବାଦ ଦିଏ ପାଷ୍ଟର ସାହାଣୀକୁ, ଯିଏକି ମୁଁ ତାଙ୍କୁ ବହୁତ ରେସପେକ୍ଟ କରେ, ସେ ମୋର ସାଙ୍ଗ। କିନ୍ତୁ